ଚାକିରିଆଙ୍କ ପାଇଁ ଖୁସି ଖବର। ନୂଆ ଟ୍ୟାକ୍ସ ପରେ ପିଏଫ୍କୁ ନେଇ ଆସିଲା ବଡ଼ ଅପଡେଟ୍। ମିଳିବ ଫାଇଦା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ବଜେଟ୍ରେ 12,75,000 ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଘୋଷଣା ସହିତ ଭାରତ ସରକାର ଏବେ ପିଏଫ୍ ଜମାରାଶି ଉପରେ ସୁଧହାର ବୃଦ୍ଧି ମଧ୍ୟ ଘୋଷଣା କରିପାରନ୍ତି। 28 ଫେବୃଆରୀରେ ହେବାକୁ ଥିବା ଇପିଏଫ୍ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହା ସମ୍ଭବ। ଏହି ବୈଠକ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ନିଯୁକ୍ତିଦାତା ସଂଘ ଏବଂ ଟ୍ରେଡ୍ ୟୁନିୟନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହିବେ। ଭାରତ ସରକାରଙ୍କର ବର୍ତ୍ତମାନ ସବୁଠାରୁ ବଡ଼ ଧ୍ୟାନ ହେଉଛି ବଜାର ଚାହିଦା ବୃଦ୍ଧି କରିବା। ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। 2024 ଆଉ 25 ପାଇଁ ପିଏଫ୍ ଉପରେ ସୁଧହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ହଜିଯାଇଛି କି ଆଧାର ନମ୍ବର? ଜାଣନ୍ତୁ ଅନଲାଇନରେ ବାହାର କରିବାର ସବୁଠାରୁ ସହଜ ଉପାୟ। ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ପାଲଟିଛି। ଏହା ବ୍ୟାଙ୍କିଂ, ସିମ୍ କାର୍ଡ, ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ସେବା ପାଇଁ ଆବଶ୍ୟକ। କିନ୍ତୁ ଯଦି ଆପଣ ଆପଣଙ୍କର ଆଧାର ନମ୍ବର ଭୁଲି ଯାଇଛନ୍ତି, ନଚେତ୍ ତାହା ହଜିଯାଇଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଏହାକୁ ଅନଲାଇନ ସାହାଯ୍ୟରେ ପାଇପାରିବେ। ଆପଣ ଏମ୍-ଆଧାର ଆପ୍ରୁ ଆପଣଙ୍କର ଆଧାର ନମ୍ବର ମଧ୍ୟ ଜାଣିପାରିବେ। UIDAIର ଅଫିସିଆଲ ଏମ୍-ଆଧାର ଆପ୍ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ଯାଞ୍ଚ କରିବାକୁ ମଧ୍ୟ ଅନୁମତି ଦିଏ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ ଏମ୍-ଆଧାର ଆପ୍ ଡାଉନଲୋଡ୍ କରନ୍ତୁ। ଆପଣଙ୍କର ପଞ୍ଜୀକୃତ ମୋବାଇଲ ନମ୍ବର ସାହାଯ୍ୟରେ ଆପ୍ରେ ଲଗ୍ଇନ୍ କରନ୍ତୁ। ଲଗ୍ଇନ୍ କରିବା ପରେ ଆପଣ ଆପ୍ରେ ଆପଣଙ୍କର ଆଧାର ନମ୍ବର ଦେଖିପାରିବେ। ପରବର୍ତ୍ତୀ ଖବର। ସାଲାରୀ ହାଇକ୍ ଫର ଓଡ଼ିଶା MLA। ମାସକୁ ପାଇବେ 2.5 ଲକ୍ଷ ଟଙ୍କା। ଓଡ଼ିଶା ବିଧାୟକଙ୍କ ଦରମା ବଢ଼ିବ। ବିଧାୟକଙ୍କ ଦରମା ସହ ବଢ଼ିବ ପେନ୍ସନ୍। ଏନେଇ ଦାବି କରିଛନ୍ତି ସବୁ ଦଳ। ଓଡ଼ିଶା ବିଧାନସଭାରେ ଦାବି ପରେ ନୂଆ କମିଟି ଗଠନ କରିଛନ୍ତି ବାଚସ୍ପତି। ବିଧାୟକଙ୍କ ଦରମା 2.5 ଲକ୍ଷ ଟଙ୍କା ସହ ପୂର୍ବତନ ବିଧାୟକଙ୍କ ପେନ୍ସନ୍ 70,000 ଟଙ୍କା ପାଇଁ ଦାବି କରାଯାଇଛି। ବିଧାୟକ ପାଣ୍ଠି 3 କୋଟିରୁ 5 କୋଟିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ମଙ୍ଗଳବାର ଏହି ପ୍ରସଙ୍ଗରେ ଶୂନ୍ୟକାଳରେ ଦାବି ଉଠିବା ପରେ ବାଚସ୍ପତି ଏକ କମିଟି ବି ଗଠନ କରିଛନ୍ତି। ପରବର୍ତ୍ତୀ ଖବର। ପୋଷଣ 2.0 କାର୍ଯ୍ୟକ୍ରମ। ଉପକୃତ ହେବେ ଓଡ଼ିଶାର 36 ଲକ୍ଷରୁ ଅଧିକ ଶିଶୁ ଏବଂ ମହିଳା। ଚଳିତ ବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବରଦାତା ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଦୂରଦୃଷ୍ଟି ରଖିଛନ୍ତି, ତାହା ଏହି ବଜେଟ୍ ମାଧ୍ୟମରେ ପୂରଣ ହୋଇପାରିବ। କେନ୍ଦ୍ର ବଜେଟ୍ରେ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0 କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ହୋଇଛି। ଏଥିରେ ଓଡ଼ିଶାର 36 ଲକ୍ଷରୁ ଅଧିକ ଶିଶୁ ଓ ଗର୍ଭବତୀ ମହିଳା ଉପକୃତ ହେବେ। ପରବର୍ତ୍ତୀ ଖବର। ମେକ୍ ଇନ୍ ଇଣ୍ଡିଆ ବିଫଳ ହୋଇଛି କହିଲେ ରାହୁଲ ଗାନ୍ଧୀ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରାକୁ ପ୍ରଶଂସା କରିଥିବା ବେଳେ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି, ଯେଉଁଥିପାଇଁ 2014ରେ ମୋଟ ଘରୋଇ ଉତ୍ପାଦରେ ଉତ୍ପାଦନ କ୍ଷେତ୍ରର ଅବଦାନ 15.3% ଥିବାବେଳେ ବର୍ତ୍ତମାନ ତାହା 12.6%କୁ ଖସି ଆସିଛି। ଉତ୍ପାଦନର ସେକ୍ଟରରେ ଗତ 60 ବର୍ଷ ମଧ୍ୟରେ ଏହା ସବୁଠୁ କମ୍ ଭାଗ ବୋଲି ରାହୁଲ କହିଛନ୍ତି। ପରବର୍ତ୍ତୀ ଖବର। ମାସିକିଆ ଟୋଲ୍ ଟ୍ୟାକ୍ସର ବ୍ୟବସ୍ଥା କରିବାକୁ ଯାଉଛନ୍ତି ସରକାର। ମିଳିବ ଡିସ୍କାଉଣ୍ଟ। ସାରା ଦେଶରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଯଥା NHAI ଟୋଲ୍ ପ୍ଲାଜା ବ୍ୟବହାର କରୁଥିବା ଡ୍ରାଇଭରମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। କେନ୍ଦ୍ର ସରକାର ମାସିକ ଟୋଲ୍ ଟ୍ୟାକ୍ସ ସ୍ମାର୍ଟ କାର୍ଡ ପ୍ରଚଳନ କରିବାକୁ ବିଚାର କରୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ଯୋଜନାକୁ ସମଗ୍ର ଭାରତରେ କାର୍ଯ୍ୟକାରୀ କରିବା ସପକ୍ଷରେ ଅଛନ୍ତି। ଏହି ସ୍ମାର୍ଟ କାର୍ଡ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ବୈଧ ହେବ ଏବଂ କାର୍ଡ ଧାରକଙ୍କୁ ଟୋଲ୍ ଟ୍ୟାକ୍ସରେ ମଧ୍ୟ ଛାଡ଼ ମିଳିବ। ସରକାରଙ୍କ ଏହି ପଦକ୍ଷେପ ବିଶେଷ କରି ବାଣିଜ୍ୟିକ ଯାନବାହନ ଏବଂ ଏକ୍ସପ୍ରେସୱେରେ ବାରମ୍ବାର ଯାତ୍ରା କରୁଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରାପାରିବ। ସୂତ୍ର ଅନୁସାରେ ନୀତିନ ଗଡ଼କରୀ ଏହି ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସହ ବିଚାର କରୁଛନ୍ତି। ପରବର୍ତ୍ତୀ ଖବର। କୋଟି କୋଟି ନିବେଶକଙ୍କୁ ସତର୍କ କଲା SBI। ଘୋଟି ଆସୁଛି ବଡ଼ ବିପଦ। ଜାରି କଲା ଚେତାବନୀ। ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପୂରଣ କରିବା ଏବଂ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଭାରତରେ ନିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।
ଆଜିକାଲି ନିବେଶକମାନଙ୍କ ପାଖରେ ବ୍ୟାଙ୍କ ଏଫ୍ଡି, ମ୍ୟୁଚୁଆଲ ଫଣ୍ଡ, ପିପିଏଫ୍ ଏବଂ ଷ୍ଟକ୍ ମାର୍କେଟ ଭଳି ଅନେକ ବିକଳ୍ପ ଉପଲବ୍ଧ ଅଛି, ଯେଉଁଥିରେ ସେମାନେ ସେମାନଙ୍କର ଆବଶ୍ୟକତା ଏବଂ ଆର୍ଥିକ ଲକ୍ଷ୍ୟ ଅନୁଯାୟୀ ନିବେଶ କରିପାରିବେ। ଅବଶ୍ୟ ଡିଜିଟାଲ କାରବାରର ବୃଦ୍ଧି ସହିତ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି, ଯାହା ସାଧାରଣ ଲୋକଙ୍କ ସହିତ ସରକାରଙ୍କ ଚିନ୍ତାକୁ ବଢ଼ାଇଛି। ଏହି ପରିପ୍ରେକ୍ଷୀରେ ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତାର ଗ୍ରାହକମାନଙ୍କ ପାଇଁ ଚେତାବନୀ ଜାରି କରିଛି। ପରବର୍ତ୍ତୀ ଖବର, ଅବୈଧ ଭାରତୀୟ ପ୍ରବାସୀଙ୍କୁ ଫେରାଇବା ଆରମ୍ଭ କଲା ଆମେରିକା। ଭାରତ ପାଇଁ ବାହାରିଲା ସେନା ବିମାନ। ଅବୈଧ ପ୍ରବାସୀଙ୍କୁ ନିଜ ଦେଶକୁ ପଠାଇବାର ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ବହୁ ସଂଖ୍ୟକ ଅବୈଧ ପ୍ରବାସୀଙ୍କୁ ଆମେରିକାରୁ ନିର୍ବାସିତ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏବେ ଆମେରିକା ମଧ୍ୟ ବେଆଇନ ଭାବରେ ରହୁଥିବା ଭାରତୀୟଙ୍କୁ ଦେଶାନ୍ତର କରିବା ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ସେନାର AK-17 ବିମାନ ଭାରତ ଅଭିମୁଖେ ଯାତ୍ରା କରିଛି। ଏପର୍ଯ୍ୟନ୍ତ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରୁ ଅବୈଧ ପ୍ରବାସୀମାନଙ୍କୁ ଆମେରିକା ନିର୍ବାସିତ କରୁଥିଲା, କିନ୍ତୁ ଏବେ ଭାରତର ମଧ୍ୟ ଅବୈଧ ପ୍ରବାସୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପରବର୍ତ୍ତୀ ଖବର, ହ୍ୱାଟ୍ସଆପ୍ ଆଣିଲା V1ରେ ନୂଆ ଫିଚର, ଜାଣନ୍ତୁ କ'ଣ ହୋଇଛି ପରିବର୍ତ୍ତନ। ହ୍ୱାଟ୍ସଆପ୍ରେ ପ୍ରାଇଭେସିକୁ ଧ୍ୟାନରେ ରଖାଯାଇ କମ୍ପାନୀ ପ୍ଲାଟଫର୍ମରେ V1 ଫିଚର ପ୍ରଦାନ କରିଛି। ବର୍ତ୍ତମାନ ଏଥିରେ ଏକ ନୂଆ ଫିଚର ଯୋଡ଼ାଯାଇଛି। ହ୍ୱାଟ୍ସଆପ୍ର ଅପକମିଂ ଫିଚର୍ସ ଏବଂ ଅପଡେଟ୍ସ ଉପରେ ନଜର ରଖୁଥିବା ୱେବସାଇଟ୍ ୱାପ୍ଟଇନ୍ଫୋ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁଜର୍ସ V1 ମିଡିଆ ଫାଇଲ୍ସକୁ ଲିଙ୍କ ଡିଭାଇସରେ ମଧ୍ୟ ଆକ୍ସେସ୍ କରିପାରିବେ। ହ୍ୱାଟ୍ସଆପ୍ ଏହି ଫିଚରକୁ ବର୍ତ୍ତମାନ ବିଟା ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରିଛି। ଟେଷ୍ଟିଂ ପୁରା ହେବା ପରେ ଏହାକୁ ସମସ୍ତ ନର୍ମାଲ ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରାଯିବ। ଆଜିର ଶେଷ ଖବର, ଅଗ୍ନିଶମ କର୍ମଚାରୀଙ୍କ ଉପରେ ସୁନା କଳସ ଢାଳିଲେ ମୁଖ୍ୟମନ୍ତ୍ରୀ, ମିଳିବ ଘର ଭଡ଼ା, ବଢ଼ିଲା ଭତ୍ତା। ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘର ଭଡ଼ା ସହ ଭତ୍ତା ବୃଦ୍ଧି। ଡାଏଟ୍ ଭତ୍ତା 900ରୁ 1400 ଟଙ୍କାକୁ ବୃଦ୍ଧି ବଢ଼ିଲା। ମୋଟର ସାଇକେଲ ଭତ୍ତା 300ରୁ 1050 ଟଙ୍କାକୁ ବୃଦ୍ଧି ଘଟିଥିବା ବେଳେ ମୋବିଲିଟି ଭତ୍ତା 150 ଟଙ୍କାରୁ 300 ଟଙ୍କାକୁ ଏବଂ ରିସ୍କ ଭତ୍ତା 400ରୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟର ପ୍ରାୟ 6058 ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଏନେଇ ସିଏମଓ ଅଫିସିଆଲ ଏକ୍ସ ଆକାଉଣ୍ଟରୁ ପୋଷ୍ଟ ସେୟାର କରାଯାଇଛି। ତେବେ ଆଜି ପାଇଁ ଥିଲା ଏହିସବୁ ଖବର। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।